ସବୁବେଳେ ଗୋଟେ ଏମିତି ଗୋଟେ ଦୁଷ୍ଟାମି ଗୋଟେ କରୁଛି ଅମୁଲି ଗୋଟେ ଖାଉଛି। ଓହୋ ଛଣା ହେଉଛି ପାମ୍ପଡ଼। ତ ଏବେ ଦେଖନ୍ତୁ ସମସ୍ତେ ଆଜି ମମି ଆଜି ରୋଷେଇ ସରିଲାଣି। ତ ଏବେ ମମିଙ୍କର ଆଉ ବାବା ସମସ୍ତେ ନମସ୍କାର ଜୟ ଜଗନ୍ନାଥ। ଆମେ ଜଗନ୍ନାଥଙ୍କ ପାଖରେ ଆଜି ପ୍ରାର୍ଥନା କରୁଛୁ ଯେ ଆପଣମାନେ ବହୁତ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆଉ ଏ ନବବର୍ଷରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମ ପରିବାର ତରଫରୁ ଆପଣମାନଙ୍କୁ ହାପି ନ୍ୟୁ ଇୟର। ହାପି ନ୍ୟୁ ଇୟର। ମା କହିଦେ ହାପି ନ୍ୟୁ ଇୟର। ଆଉ ଆୟୁଷ ତ ଏଠି ଗୋଟେ ଭଲ ଚୁଲିଟେ ତିଆରି କରିଥିଲେ ଦେଖିଛ? ଦେଖିଛଟି? ସେ ମାଆକୁ ଡାକିକି ଆଣିଲାଣି। ସେ କହିଦେ ହାପି ନ୍ୟୁ ଇୟର ସମସ୍ତଙ୍କୁ। ହାପି ନ୍ୟୁ ଇୟର। ହାପି ନ୍ୟୁ ଇୟର ସମସ୍ତଙ୍କୁ। ହାପି ନ୍ୟୁ ଇୟର ସମସ୍ତଙ୍କୁ। ହେଲା ସମସ୍ତଙ୍କୁ ଆଉ ହାପି ନ୍ୟୁ ଇୟର। ହାପି ନ୍ୟୁ ଇୟର କହିଦେଲେ ହେଲା। ହେଇଗଲା ତ ତକ ଆୟୁଷ ମନ ବୁଝିଲା ତ? ହଁ ବୁଝିଗଲା ତ ତକ। ଆଉ ଆୟୁଷ ଗୋଟେ ଭଲ ଚୁଲିଟେ ଆଜି ତିଆରି କରିଥିଲି। ଆଜି ନୁହଁ କାଲି ବୋଧେ ତିଆରି କରିଥିଲା ହେଲା। ବହୁତ ସୁନ୍ଦର ହେଇଛି ସେ ଚୁଲିଟା ହେଲା। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଚୁଲିଟି। ଏଟା ଆଉ ହଉଛି ଆପଣ ଚୁଲି। ମାନେ ନିହାତି କହିବେ ଏଟା ହଉଛି ଆପଣ ନଳ ଧୂଆଁ ଯିବ। ନଳ ଧୂଆଁ ଯିବ ମାନେ ଧୂଆଁ ଯିବା ପାଇଁକା ଏଇଟା ହେଇଛି। এটা ইউটিউব দেখা ହେଇଛି ବୋଧେ ଉଁ ନା କଣ ମୋବାଇଲ ଦେଖିକି ନା ନା ମନ ନାଇଁ ନାଇଁ ସେ ମନକୁ କରିଛି ନା ମୋବାଇଲରେ କାହିଁ ଦେଖିବ। ମନକୁ କରିନଥିଲା ଗଣେଶ ତିଆରି କରିନଥିଲା। ଗଣେଶ ତିଆରି କରିଥିଲା। ଆଉ ସେ ବି ମନକୁ ମାନେ କିଛିଟା ମାନେ ସେ ତିଆରି ବି କରିଦେଉଛି ମାଟିରେ। ଆଲୋ ମୁଁ କହିଲି ମାଙ୍କଡ଼ ଆସିଲା ସେଦିନ ବଢ଼ିଆ ଏପଟୁ ଆସିକି ଏଇ ଚାଳ ପଟୁ ଆସିଲା ସେପଟୁ ଆସିଲା ଏପଟୁ ଆସି ଛାତ ଉପରୁ ଡେଇଁକି ଏପଟକୁ ଡେଇଁକିରି ଗଲା ହାରି ହେଲା। ସେଇଠି ଚାଲ ତ ଏବେ ଦେଖନ୍ତୁ ସମସ୍ତେ ଆଜି ନୂଆ ବର୍ଷରେ ଆୟୁଷ ଏଠି ଖାଉଛି ରୁଟିକୁ ଆଉ ସିମିଆ। ଆଉ ରୁଟି ମମି ସିମିଆ ସବୁ ସରିଯାଇଛି ନା? ହଁ ସରିଗଲାଣି। ଆଚ୍ଛା ସରିଯାଇଛି ହେଇଗଲାଣି। ହଁ ବା କରିକି ହେଇସାରିଲାଣି। ଖାଲି ମା ଖାଇକି ଯାଇଛନ୍ତି। ହଁ ମା ଖାଇକି ଯାଇଛନ୍ତି। ଆୟୁଷ ତୋର ଖାଇବ ଆଉ ବାବା ଆସିଲେ ଖାଇବେ ଆଉ। ହଁ ବାବା ବଢ଼ା ହେଇଯାଇଛି ସେ ଆସିଲେ ଟିକେ ଖାଇବେ। ବଢ଼ା ହେଇଛି ସିମିଆ ଆଉ ରୁଟି ଥୁଆ ହେଇଛି। ପରଟା କାହିଁ କରୁନି କହିଲେ କାଲି ରାତିରେ ତେଲ ଜିନିଷ ହେଇଥିଲା ଛଣା ହେଇଥିଲା ସେଥିଲାଗି ପରଟା ହେଲାନି। ହଁ ଏଇଠି କହୁଥିଲେ ଆୟୁଷ କହୁଥିଲା ପରଟା କରୁନ ପରଟା କାଲି ଖାଇଥିଲା ନା ଛଣା ହେଇକି। ଏ ପେଟ ଖରାପ ହବ। ମମି ସେଥିରେ କ'ଣ ଭଜା ହେଉଛି? ଭଜା ନୁହଁ ପାମ୍ପଡ଼ ଜଳୁଛି। ଓହୋ ଛଣା ହେଉଛି ପାମ୍ପଡ଼। ସାଧା ରାନ୍ଧି ଭାତ ରନ୍ଧା ହେଇଯାଇଛି। ହଁ ଜିରା ରାଇସ୍ ଚାଉଳ ରନ୍ଧା ହେଇକି ଥୁଆ ହେଇଛି। ଡାଲି ଥୁଆ ହେଇଯାଇଛି ଏଇଠି ସେଟା ଘରେ। ଆଉ ହଁ ଚିକେନ୍ ଟିକେ ହବ ପାମ୍ପଡ଼ ଛଣା ହବ ଚିକେନ୍ ହବ ଆଉ। ଚିକେନ୍ ହବ ଆଜି? ଭଲ ଆଉ ଚିକେନ୍ଟା ହବ ଆଉ। ହଁ ହଁ ହଉ ହଁ ଭଲ ଲାଗିବ। ହଁ ଭଲ ଲାଗିବ ବା। ଆଉ ଏଠି ତ ପାମ୍ପଡ଼ ଛଣା ହେଉଛି। ମମି ଏଠି ପାମ୍ପଡ଼ ଜାଣୁଛି। ଆଉ ଗୋଟେ ଭାତ ଥୁଆ ହେଇଯାଇଛି। ଆଉ ଏଠି ଆଳୁ ଫାଳୁ କଟା ହେଇଛି। ଆଳୁ ଟମାଟୋ ସବୁ ଆଉ ପିଆଜ ସବୁ କଟା ହେଇଛି ଚିକେନ୍ ହେବା ପାଇଁ। ସେଥିପାଇଁ ଆଉ ମମି ଏଠି ପାମ୍ପଡ଼ ଛାଣୁଛି ଆଉ। ହଁ ହଉ ରଖ। ହଁ ହଉ ଆଉ ଖାଇବା। ଆୟୁଷ ଏଇଠି ବସିଛୁ କ'ଣ କରୁଛୁ ଏଠି ବସିକି? ଚୁଲି ଚୁଲି ତିଆରି ହେଉଛି। ହଁ ଚୁଲି ତିଆରି କିଏ ଗଲା? ମାନେ ଏମିତି ଏଠି ବସି ବସି ଚୁଲି ତିଆରି ହେଲାଣି। ଦେଖନ୍ତୁ ସମସ୍ତେ ଆୟୁଷ କେତେ ସୁନ୍ଦର ପାଗରେ ଗୋଟେ ଚୁଲିଟେ ତିଆରି କରିଛି। ଆଉ ଏଡ଼ିକି ବଡ଼ ଚୁଲିଟେ କରିଛି ତା ଦେଖ ହାଣ୍ଡି କାଇଁ? ହାଣ୍ଡି ଗୋଟେ ଛୋଟିଆ ହାଣ୍ଡିଟେ ଆଣିବ। ଓହୋ ଛୋଟିଆ ହାଣ୍ଡିଟେ ଆସିବ। ହଁ କ'ଣ ମାଟି ହାଣ୍ଡି? ମାଟି ହାଣ୍ଡି ଚିକେନ୍ କରିବ କି? ନା ନା ମାଟି ହାଣ୍ଡି ଚିକେନ୍ ହେବ। ଦେଖନ୍ତୁ କେତେ ସୁନ୍ଦର ପାଗରେ ଚୁଲିଟେ ପାରିଦେଇଛି ଆୟୁଷ। ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। ବସି ବସିକି ଏଠି ମାନେ ଏପଟେ ନଳ ଏଇପଟେ ଧୂଆଁ ଯିବା ପାଇଁ କେମିତି ହେଇଛି ବାଟଟା ନା? ଓହୋ ହଉ ଆଉ ଦେଖନ୍ତୁ କେମିତି ଧରା ହେଇଛି। ମମି ଆଜି ରୋଷେଇ ସରିଲାଣି ନୂଆ ବର୍ଷରେ? ସରିଲାଣି କ'ଣ ହେଇଛି ରୋଷେଇ? ରୋଷେଇ ଏଇଠି ଥୁଆ ହେଇଛି ଭାତ ଡାଲି ଆଉ ପାମ୍ପଡ଼ ଆଉ ସେଠି ଚିକେନ୍ ଆଉ ଦେଖୁନୁ କାଲି କହିଲା ଆଜି କହିଲା ମାନେ ଅରୁଆ ଭାତ ରନ୍ଧା ଜିରା ରାଇସ୍ ଚାଉଳ। ହଁ ଇଏ ଜିରା ରାଇସ୍ ଚାଉଳ ଗୋଟେ ସର୍ବ ଦେଖାଉଛି ଆଉ ନା? ଉଷୁନାଟା ରନ୍ଧା ହେଇଥାନ୍ତା ଉଷୁନା ରନ୍ଧା ହେଲାନି। ଡାଲି ପାମ୍ପଡ଼ ଆଜି ନୂଆ ବର୍ଷରେ ଆଜି ଖିଆ ହବ ଆଉ। ହଁ ଆପଣମାନଙ୍କୁ ମୋ ତରଫରୁ ଆଉ ମୋ ପରିବାର ତରଫରୁ ହାପି ନ୍ୟୁ ଇୟର। ହାପି ନ୍ୟୁ ଇୟର। ତବେ ରୋଷେଇ ସରିଗଲା। ଆୟୁଷକୁ ଭୋକ ଲାଗିଲା। ଆୟୁଷ ଆଗ ଖାଇଲେ ବସେଇକରି। ଆୟୁଷ କ'ଣ ଭଲ ଲାଗୁଛି ତରକାରୀ ପତ୍ର? ହଁ ଚିକେନ୍ଟା ଭଲ ଲାଗୁଛି? ହଁ ବା ହଁ ଭଲ ଲାଗୁଛି ଟି? ହଉ ହଉ ଖାଅ ତାହେଲେ। ଆୟୁଷ ଟିକେ ଖାଉଛନ୍ତି। ଆଉ ତାଙ୍କ ବାବା ଆଉ ଆୟୁଷର ଭାଇ ସିଏ ତ ଖାଇନାହାନ୍ତି ଆଉ ଖାଇବେ ଆଉ। ଆୟୁଷ ଖାଇଦିଅନ୍ତୁ ଆଗ ଆଉ। ତ ଏବେ ମମିଙ୍କର ଆଉ ବାବାଙ୍କର ଖାଇବାକୁ ବସି ପଡ଼ିଲେ। ଆମେ ତ ସାନର ମୋର ଖାଇଥିଲୁ ଆଉ ମାଆ ବି ଖାଇ ଦେଇଥିଲୁ। ମାଆ ବି ଖାଇ ଦେଇଥିଲା ଆଉ ନା? କାକୁଡ଼ି ନୁହେଁ ଟମାଟୋ ତ ସାଲୁଟା ବି ବଢ଼ିଆ ହେଇଛି। ଟମାଟୋ ସାଲୁଟା ଖାଇବୁ କି? ନାଇଁ ଆଉ ଆଜି ଦେଶୀ ଚିକେନ୍ ହେଇଥିଲା ଆଜି ଆଉ। ଦେଶୀ ହେଇଥିଲା ନା? ଅରୁଆ ଭାତକୁ
ଚିକେନ୍ ଆଉ ଡାଲମା ପାମ୍ପଡ଼। ହଁ ହଁ ତୋତେ ବି ଆଇଁଷ ଭଲ ନୁହଁ, ତୋତେ ନୁହେଁ କି ଆୟୁଷ ବି ଭଲ ନୁହଁ। ଆୟୁଷ ଖେଳ ହେଉଛି ନା କ'ଣ? ଖେଳ ହେଉଛି ନା କଣଟା? ଖେଳା ହଉଛି ଆଉ। 4ଟା ହେଇଗଲା, ଖେଳ ହେଉଛି ଆଉ। ହଁ ଦେଖନ୍ତୁ ଏବେ ସନ୍ଧ୍ୟାବେଳେ ହେଇଗଲା, ପୁଅ ବି ମଶା ଧୂପ ଲଗାଉଛନ୍ତି କାହିଁକିନା ଦୋକାନ ପାଇଁକା ଦୋକାନରେ ମଶା ଧୂପ ଟିକେ ନ ଲାଗିଲେ ନହେଲେ ମଶା ଖାଇଯାଉଛନ୍ତି। ମଶା ଧୂପ ଲଗାଇଲେ ଆଉ ମୁଁ ଏଠି ହେଲା ରାତି ପାଇଁ ପୁଣି ରୋଷେଇ ହେବ। ଆଜି ରୁଟି ହେବନି, ଭାତ ବସିବ। ମୁଁ ଏବେ ଚାହା ବସେଇ ଦେଇଛି, ଏଠି ଟିକେ ହେଇଛି ନାଲି ଚାହା ଆଉ ଅଦା ମରିଚ ସବୁ ପଡ଼ିଯାଇଛି। ଚାହା ବି ଫୁଟିଲାଣି ଆଉ ଏଠି ଭାତ ହାଣ୍ଡି ବି ଥୁଆ ହେଇଯାଇଛି, ଭାତ ଯୋଡ଼େ ବସିବ। ଆଉ ଦ୍ୱିପହରେ ଅରୁଆ ଭାତ ରନ୍ଧା ହେଇଥିଲା ନା, ଆଉ ସେଥିଲାଗି ପୁଣି ଆଜି କହିଲେ ଉଷୁନା ଭାତ, କାଲି ପୁଣି ଅରୁଆ ରୋଷେଇ ହେବ ଗୁରୁବାର, ସେଥିଲାଗି ପୁଣି ଭାତ ଯୋଡ଼େ ଅଳ୍ପ କିଛି ରାନ୍ଧିଦେଲି। ରାତି ପାଇଁକା ପୁଣି ତରକାରୀ ପତ୍ର କ'ଣ ହେବ ଖାଇବା ପାଇଁକା ଆଉ ରାତି ପାଇଁକା ଆଉ। ଏବେ ଦେଖନ୍ତୁ ଏଠି ଚଉରାରେ ସଞ୍ଜ ଦିଆହେଇଛି ସନ୍ଧ୍ୟାବେଳଟା। ଆଉ ଆୟୁଷ ସେଠି ଗପ କରୁଛନ୍ତି। ସାନୁ 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 ଆଇଲୁ ଆସୁନୁ। ଗପ ଚାଲିଛି, ସନ୍ଧ୍ୟାବେଳ ହେଲାଣି, ଗପ ଚାଲିଛି। ମାନେ ଆମ ଦାଣ୍ଡ ଦ୍ୱାରଟା ଲିପା ହେଇଛି। ଆଜି ଯେହେତୁ ବୁଧବାର ଚିତା ବି ପଡ଼ିବ ଗୁରୁବାର ସନ୍ଧ୍ୟା। ସେଠି କ'ଣ ହେଉଛି କ'ଣ? ହଁ ଗପ ଚାଲିଛି, ଅନ୍ଧାର ହେଲାଣି। ଉପର ଭଳିଆ ଖାଇବା କିଛି ହେବନି। ଆୟୁଷ ଶୁଣିଲେନି ଖାଇବା କଥା, ଗଲେ ସନ୍ଧ୍ୟାବେଳଟା ପୁଣି ସନ୍ଧ୍ୟାବେଳେ ତ ଖାଇବନି, ଆଉ ଟିକେ ଗଲେ ଖାଇବ। ସନ୍ଧ୍ୟା ଦିଆହେଇଛି ଏଇନା, ସେଇଠି ଚଉରାରେ ସଞ୍ଜ ଦିଆହେଇଛି ଆଉ। ଦେଖନ୍ତୁ ଗେଣ୍ଡୁ ଫୁଲ ଆସିଯାଇଛି କାଲି ପାଇଁକା। ଏଠି ଫୁଲ ଭୋଗ ଆଣିକି ଥୋଇ ଦେଇଛନ୍ତି। ସୋଦୁଅ ଏଠି ଯେଉଁ ବାଟିକି ଥୋଇ ଦେଇଛି, ଆଜି ଚିତା ପଡ଼ିବ ଆଜି ଦୁଆରେ। କାଲି ଯେହେତୁ ଗୁରୁବାର, ଆଜି ସୋଦୁଅ ଦିଆହେବ ଦୁଆରେ। ଆଉ ଦେଖନ୍ତୁ ମୁଁ ଆସିଲା ବେଳକୁ ଏମିତି ଢାଳିଗଲା ସୋଦୁଅଟା, ଏଠି ଦେଖନ୍ତୁ ଢାଳିଗଲା, ଚଳିବ ଆଉ। ଦୁଆରଟା ପକାଇଦେବା ଚିତା। ଦେଖନ୍ତୁ ସୋଦୁଅ ଏବେ ଏଠି ବି ଢାଳିଗଲା, ଦେଖନ୍ତୁ ଆଜି ଦେଖନ୍ତୁ ଢାଳି ଯାଉଛି ତଳେ ଗଲେ ସୋଦୁଅ ଗୁଡ଼ାକ। ଦେଖନ୍ତୁ ଏଠି ପକାଇଦେଲି, ଏଇ ଦୁଆରଟା ପକାଇଦେଲି ସୋଦୁଅ। ଦେଖନ୍ତୁ ଏମିତି ଦୁଆର ଗଡ଼ିଆ ହେଉଛି। ଆଉ ଗୋଟେ ଦୁଆର ସରିଲା, ଆଉ ସବୁ ଦୁଆର ତ ସରିନି, ଏମିତି ପକିଆ ହେବ ଆଉ। ଦେଖନ୍ତୁ ସେପଟେ ପଡ଼ିଯାଇଛି, ଆଉ ଏପଟେ ହେଉଛି ପକଉଛି ଚିତା। ପକାଇଦେଲି ସେମିତି, ମାନେ ଏମିତି ଗୋଟିଏ ଗୋଟିଏ ପକାଇଦେବା ଆଉ। ମାଣବସାକୁ ତ ଅଧିକ ପଡ଼ିବ ନା, ଏପଟେ ତ ଆମର ମାଣବସା ନୁହଁ ନା, ଅଛି ମାଘ ମାସରେ ଆମର ଉଜିଆ ହୁଏ ମାଣ। ଆଉ ମାଣବସାଟା ଯାକେ ଆମର ଏମିତି ଚିତା ପଡ଼େ। ପୁଷ ମାସଟା ବି ମାନେ ଏମିତି ପଡ଼େ ଚିତା। ଏପଟେ ପକାଇ ଦେଇଛି ଆଉ ସରିଗଲା ଗୋଟେ ଦୁଆର ସରି। ଆରେ ଆୟୁଷ କ'ଣ ଅମୁଲ ଖାଉଛୁ? ଅମୁଲ ଖାଉଛୁ ରେ? ଅମୁଲ କିଏ ଦେଲେ ଖାଇବାକୁ ତତେ? ସବୁବେଳେ ଗୋଟେ ଏମିତି ଗୋଟେ ଦୁଷ୍ଟାମି ଗୋଟେ କରୁଛି। ଅମୁଲ ଗୋଟେ ଖାଉଛି, ମୋ ପୁତଳକୁ ପଚି ଠିଆ ହେଇଯାଏ। କହିଲେ କ'ଣ ରାଗିଲେ କ'ଣ ମାନେ ମୋ ପୁତଳକୁ ପଚି ଠିଆ ହେଇଯିବ, ମାଡ ହବ ଜାଣିଛ ନା। ଆଇଲେ ନୂଆ ବର୍ଷରେ କିଏ ରାଗିବ ଏମିତି କହିଦେଲି। ଏ କ'ଣ ହେଲା ମାନେ ମିଛ ଦେଖିଲେ କେମିତି କହିଦେଲି। ସେ କ'ଣ ମାନେ ମୁହଁକୁ ସାଙ୍ଗେ ସାଙ୍ଗେ ଡୋଡ କରି ମାନେ ତଳକୁ ମୁହଁ ପୋତି ଦେଉଛି ହେଲା।